आपण माने समस्ते जानिछन्ते कि 16 जानुआरी 2025 गुरुवार को पड़ुचे माघ मासर तृतीया तिथि। ये सेही तिथि अटे जहाँ माघ मासरे पड़िथिबा सबुठारु बड़ तिथि आउ एही तिथि गुरुवार को पड़ुअछि, जहाँ बहुत ही खास होइथाय। आपण माने एही गुरुवार दिन 7टी चना डाली उपाय आउ एही उपाय को आपण गुरुवार दिन निहाती करंतु। ଏହି ଉପାୟକୁ ଯଦି ଆପଣମାନେ କରୁଛନ୍ତି ତ ଏହାର ଫଳ ଏତେ ଆପଣଙ୍କୁ ମିଳିବ ଯେ ଆପଣ କେବେ ବି କଳ୍ପନା କରିନଥିବେ। ଏଥିପାଇଁ ଆପଣ ଏହି ଉପାୟକୁ ମାତ୍ର ଗୋଟିଏ ଥର ଜରୁର କରିଦିଅନ୍ତୁ। ଏହି ମାଘ ମାସର ପ୍ରଥମ ଗୁରୁବାର ଏତେ ଖାସ୍ ହୋଇଥାଏ ଯେ ଏତେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି ଉପାୟଟି ଏମିତି ଏକ ଉପାୟଟିଏ, ଏହି ଉପାୟକୁ ଯଦି କୌଣସି ବିଶେଷ ଦିନ କରାଯାଏ ତ ଏହାର ଫଳ ଆମକୁ ମିଳିବ ହିଁ ମିଳିବ। ତେବେ ଚାଲନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ, କିନ୍ତୁ ତାହା ପୂର୍ବରୁ ଆପଣଙ୍କୁ ଜାଣିବାକୁ ପଡ଼ିବ ଏହି ଉପାୟକୁ ଆପଣ କେଉଁ ସମୟରେ କରିବେ ଏବଂ କିପରି କରିବେ। ତା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଆସିଛନ୍ତି ତେବେ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ ଆଉ ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି କମେଣ୍ଟ ବକ୍ସରେ ଶ୍ରୀ ଶିବାୟ ନମସ୍ତୁଭ୍ୟମ୍ ଓମ୍ ନମ ଶିବାୟ ଜରୁର ଲେଖିଦିଅନ୍ତୁ। ତ ଏହି ଉପାୟକୁ କେଉଁମାନେ କରିବା ଉଚିତ? ଦେଖନ୍ତୁ, ଆପଣଙ୍କ ଘରର ପରିବାର ଭିତରେ ଯିଏ ସବୁଠୁ ବଡ଼, ସେ ମା ହୁଅନ୍ତୁ କିମ୍ବା ଭଉଣୀ ହୁଅନ୍ତୁ, ଏହି ଉପାୟକୁ ଘରର ସବୁ ବଡ଼ ମା ବା ଭଉଣୀମାନେ ହିଁ କରିବେ। ଯଦି ଆପଣଙ୍କ ପରିବାର ଭିତରୁ କୌଣସି ବି ବ୍ୟକ୍ତିଙ୍କର ନିଜର ବ୍ୟକ୍ତିଗତ ସମସ୍ୟା ଥାଏ କିମ୍ବା ନିଜର କିଛି ବ୍ୟକ୍ତିଗତ ମନସ୍କାମନା ଥାଏ, ତାହେଲେ ସେହି ବ୍ୟକ୍ତିର ମନସ୍କାମନା ପୂରଣ ପାଇଁ ସେ ନିଜେ ଏହି ଉପାୟଟିକୁ ଅବଶ୍ୟ କରିପାରିବେ। ଏହି ଉପାୟକୁ ଆପଣ କେଉଁଠି କରିବେ? ଦେଖନ୍ତୁ ଦର୍ଶକ ବନ୍ଧୁ, ଏହି ଉପାୟକୁ ଆପଣ ଶିବଲିଙ୍ଗ ପାଖରେ କରିବେ। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏହି ଉପାୟକୁ କ'ଣ ଆମେ ଘରେ କରିପାରିବୁ? ଦେଖନ୍ତୁ, ଆପଣ ଏହି ଉପାୟକୁ ଘର ଅପେକ୍ଷା ମନ୍ଦିରରେ କଲେ ସବୁଠୁ ଭଲ ହେବ। ଆପଣମାନେ ଏହି ଉପାୟକୁ କେଉଁ ସମୟରେ କରିବେ? ଏହି ଉପାୟକୁ ଆପଣ ସକାଳ ସମୟରେ ବି କରିପାରିବେ ଏବଂ ସନ୍ଧ୍ୟା ସମୟରେ ପ୍ରଦୋଷ କାଳରେ ବି କରିପାରିବେ, କିନ୍ତୁ ସବୁଠୁ ଉତ୍ତମ ସମୟ ହେଉଛି ସକାଳ ସମୟ। ଆଉ ଯଦି ଆପଣ କୌଣସି କାରଣରୁ ସକାଳେ ଏହି ଉପାୟକୁ କରିପାରୁନାହାନ୍ତି ତେବେ ଆପଣ ଏହି ଉପାୟକୁ ସନ୍ଧ୍ୟା ସମୟରେ ବି କରିପାରିବେ। ଆପଣମାନେ ଭାବୁଥିବେ ଯେ ଯଦି ବି ଆମେ ସକାଳେ ଏହି ଉପାୟକୁ କରିବୁ ତେବେ କେଉଁ ଟାଇମରୁ କେଉଁ ଟାଇମ ପର୍ଯ୍ୟନ୍ତ କରିପାରିବୁ? ଦେଖନ୍ତୁ ଦର୍ଶକ ବନ୍ଧୁ, ଆପଣ ଏହି ଉପାୟକୁ ସକାଳ 5ଟାରୁ 11ଟା ପର୍ଯ୍ୟନ୍ତ ଏହି ଉପାୟକୁ କରିପାରିବେ ଏବଂ ସନ୍ଧ୍ୟା ସମୟରେ ପ୍ରଦୋଷ କାଳରେ, ଆଉ ଏହି ପ୍ରଦୋଷ କାଳର ସନ୍ଧ୍ୟା 6ଟାରୁ ଆରମ୍ଭ ହୋଇଥାଏ, ତ ଆପଣମାନେ ସନ୍ଧ୍ୟା 6ଟାରୁ 8ଟା ପର୍ଯ୍ୟନ୍ତ ଏହି ଉପାୟକୁ କରିପାରିବେ। ତେବେ ଚାଲନ୍ତୁ ଉପାୟଟି କେମିତି କରିବେ ଜାଣିବା। ଉପାୟଟି ହେଉଛି ଆପଣ 7ଟି ଚଣା ଡାଲି ନେବେ ଏବଂ ଏହା ସହ ଆପଣ ଗୋଟିଏ ତମ୍ଭା ପାତ୍ରରେ ଶୁଦ୍ଧ ଜଳ ନେବେ। ତ ଏହି ଦୁଇଟି ସାମଗ୍ରୀକୁ ନେଇ ଆପଣ ଭଗବାନ ଶିବ ମନ୍ଦିରକୁ ଚାଲିଯିବେ। ଆପଣ ଯେଉଁ 7ଟି ଚଣା ଡାଲି ନେଇଥିଲେ ସେହି ଚଣା ଡାଲିକୁ ସର୍ବପ୍ରଥମେ ଅଳ୍ପ ପାଣି ପକାଇ ସେହି ଡାଲିକୁ ଓଦା କରିଦେବେ। ତାପରେ ସେହି ଚଣା ଡାଲିକୁ ଆପଣଙ୍କ ହାତ ପାପୁଲିରେ ରଖିବେ ଏବଂ ଆପଣଙ୍କ ଜୀବନରେ ଯେଉଁ ଦୁର୍ଭାଗ୍ୟ ଚାଲୁଅଛି, ଆପଣଙ୍କ ଜୀବନରେ ଯେଉଁ ବି କାର୍ଯ୍ୟରେ ଆପଣଙ୍କୁ ବାଧା ସୃଷ୍ଟି ହେଉଛି, ଯେଉଁ କାର୍ଯ୍ୟରେ ଆପଣ ବାର ବାର ଅସଫଳ ହେଉଛନ୍ତି, ତ ଆପଣ ସେହି ସବୁ ସମସ୍ୟାକୁ ପ୍ରାର୍ଥନା କରିବେ। ହେ ମହାଦେବ, ମୋତେ ଏହି ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେଉ। ମୋ ଜୀବନରେ ଯେତେ ବି କାର୍ଯ୍ୟ ଅଟକିକି ରହିଛି ବା ସବୁ କାର୍ଯ୍ୟ ପରିପୂର୍ଣ୍ଣ ହେଉ ଏବଂ ଏହି ସେଇ 7ଟି ଚଣା ଡାଲିକୁ ଆପଣ ଭଗବାନ ଶିବଙ୍କ ଶିବଲିଙ୍ଗ ଉପରେ ସମର୍ପଣ କରିଦେବେ। ବୃହସ୍ପତେଶ୍ୱର ମହାଦେବଙ୍କୁ ମନରେ ସ୍ମରଣ କରିବେ। ଯେଉଁ ବ୍ୟକ୍ତି ଗୁରୁବାର ଦିନ ଏହି ପ୍ରକାର ଚଣା ଡାଲି ସମର୍ପିତ କରିଥାନ୍ତି ଶିବଲିଙ୍ଗ ଉପରେ, ବ୍ୟକ୍ତିର ଜୀବନରୁ ସବୁ ଦୁର୍ଭାଗ୍ୟ ଦୂର ହୋଇଯିବ। ଆପଣ ଯେଉଁ ତମ୍ଭା ଢାଳରେ ଜଳ ନେଇଥିଲେ ସେହି ଜଳକୁ ବି ଆପଣ ଶିବଲିଙ୍ଗରେ ଅର୍ପଣ କରିଦେବେ। ଓମ୍ ଶ୍ରୀ ଶିବାୟ ନମସ୍ତୁଭ୍ୟମ୍ ଏହି ମନ୍ତ୍ରକୁ ଜପ କରି ଜଳ ଅର୍ପଣ କରିବେ। ବାସ୍ ଏତିକି ଉପାୟ ଦ୍ୱାରା ଆପଣଙ୍କ ଜୀବନରେ ଯେତେ ବି ଦୁର୍ଭାଗ୍ୟ ଅଛି ତାହା ସବୁ ଦୂର ହୋଇଯିବ। ଏବେ ଆସନ୍ତୁ ଅନ୍ୟ ଏକ ଉପାୟଟି ଜାଣିବା। ଆଉ ଏହି ଉପାୟକୁ ଆପଣ ଯାହା ବି ଆପଣଙ୍କର ମନସ୍କାମନା ଅଛି ସେହି ମନସ୍କାମନାକୁ ପୂର୍ଣ୍ଣ କରିଲା ବାଲା ଉପାୟଟିଏ। ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କର ବହୁତ ସାରା ଉପାୟ କରିସାରିଲେଣି କିନ୍ତୁ ମହାଦେବ ଏ ପର୍ଯ୍ୟନ୍ତ ଆପଣଙ୍କର ଯେଉଁ ମନସ୍କାମନା ଅଛି ତାହା ପରିପୂର୍ଣ୍ଣ କରିନାହାନ୍ତି, ତ ଆପଣ ଏହି ଉପାୟକୁ ଜରୁର କରିବା ଉଚିତ। ଏହି ଉପାୟକୁ କରିବା ପାଇଁ ମାତ୍ର ଆପଣ ଗୋଟିଏ ଗୁଡ଼ର ଟୁକୁଡ଼ା ନେବେ, ଏହା ସହ ଗୋଟିଏ ତମ୍ଭା ପାତ୍ରରେ ଶୁଦ୍ଧ ଜଳ ନେବେ। ଗୁରୁବାର ଦିନ ଯଦି ଆପଣ ଗୁଡ଼ବାଲା ଜଳ ଉପାୟ କରିଦିଅନ୍ତି ତ ବହୁତ ହିଁ ଚମତ୍କାର ମନାଯାଏ ଏବଂ ଏହା ଦ୍ୱାରା
जो आमर बृहस्पति ग्रह अच्छी ताहा भी मजबूत होता है। तो आपण को केबे भी जीवन में धन संपत्तिर कमी रहिबो नाही। आपणक जीवन में जो दुर्भाग्य होता है ताहा भी सौभाग्य रे परिणत होता है। यही उपाय पाई आपण को गोटे गुड़र खंड नेबे, गोटे तंभा पात्र रे शुद्ध जल नेबे। यही दुईटी सामग्री को नहीं आपण भगवान शंकर मंदिर को जीवे भारी। से गुड़ खंड को आपण तंभा पात्र जल रे पकाई देबे एवं सही जल को आपण किछि समय परे भगवान शंकर शिवलिंग उपरे अर्पण करिदेबे। श्री शिवाय नमस्तुभ्यम यही मंत्र को जप करिवे एवं बृहस्पति ईश्वर महादेवଙ୍କ मनरे स्मरण करी जो व्यक्ति गुरुवार दिन यही गुरुवार उपाय को गुड़वाला उपाय को जल समर्पित कर देई थांती शिवलिंग उपरे, तो व्यक्तिर जीवन में कौन भी मनस्कामना थाए ताहा महादेव परिपूर्ण कर देई थांती। तो आपण मानकर मनस्कामना पूरण पई एही छोटिया उपाय, एही सरल उपाय को अवश्य करबा उचित। आशा करुछि भिडियोटी आपनको निहाती भाବରେ पसंद आसीथिबो। जदि भिडियोटी आपनको सतरे पसंद आसीछि तेबे भिडियोटी को गोटे लाइक करी चैनल ले नुआ थिले चैनल को सब्सक्राइब करी पाखरे थिबा बेल आइकन टी को दबाई दियंतु। कमेंट बॉक्स रे श्री शिवाय नमस्तुभ्यम निहाती लिखंतु एवं भिडियोटी को अधिक मात्रा रे शेयर करंतु। आज पई रहुछि, पुणी देखा हेबो आगामी एक सुंदर भिडियो माध्यम रे। ओम नमः शिवाय।